আপনারা দর্শক করতে আত্মবর্তন করে আমি ଯାହା ଆମର ସତ୍ୟାଗ୍ରହ ଆମଙ୍କର ପ୍ରେରଣାରେ କିଛି ବର୍ଷ ପରେ ଜଗନ୍ନାଥ ଗିରି ପରିକ୍ରମା କରି ଆସୁଛନ୍ତି ଏବଂ ଶ୍ରୀକ୍ଷେତ୍ର ପରିକ୍ରମା ବୃନ୍ଦାବନରେ ପରିକ୍ରମା ତେଣୁ ସେଇ ଆଦର୍ଶରେ ସେ ଗୁରୁଙ୍କର ପୀଠ ଗୁରୁଙ୍କର ସାମ୍ନା ପରିକ୍ରମା କରିବାକୁ ଆମକୁ ପ୍ରେରଣା ଦେଇଥିଲେ ତାହା କରି ଆସୁଛି ତେବେ କିଛି ସମୟ ବିଶ୍ରାମ ସହ ଆମର ମହାତ୍ମା ସହ ପ୍ରତିବର୍ଷ ଶୁଣୁଛନ୍ତି ତଥାପି ଆପଣଙ୍କର ଶୁଣନ୍ତୁ। ଆପଣମାନେ ମହାଭାରତରେ ଜାଣିଥିବେ ଯେ ପାଣ୍ଡବମାନଙ୍କୁ ଅନ୍ୟାୟ ଭାବରେ ରାଜ୍ୟରୁ ବିଚ୍ୟୁତ କରାଯାଇ ତାଙ୍କୁ ବନବାସ କରାଯାଇଥିଲା। ସେ ବନବାସରେ ଲୁଚିବା ନ୍ୟାୟରେ ସେ ଅନେକ ସ୍ଥାନ ବୁଲିଥିଲେ ଯାହା ପୌରାଣିକ କିମ୍ବଦନ୍ତୀ ଅଛି। ସେ ଏ ଜାଗାକୁ ମଧ୍ୟ ଆସିଥିଲେ। ଏ ଜାଗାକୁ ଆସିଥିଲେ ଆପଣମାନେ ଆମେ ସାଧାରଣ ଘର ଯାଆନ୍ତୁ ଗୋଟେ କଥା କହି ଗାଁକୁ ତୁ ଗାଁକୁ ପାଣ୍ଡବ ଯାଇନାହାନ୍ତି କିନ୍ତୁ ଯେଉଁ ଜାଗାରେ ପାଣ୍ଡବ ଯାଇଛନ୍ତି କାହିଁକି ତାପରେ ଯେଉଁ ଜାଗାରେ ପାଣ୍ଡବ ଯାଇଛନ୍ତି ତାହା ଗୋଟେ ସତ୍ୟ ଶାନ୍ତି ଦୟା କ୍ଷମାର ତେଣୁ ଏଇଭଳି କ୍ଷେତ୍ରଗୁଡ଼ା ଏଇ ଜାଗାକୁ ଏଇ ଗ୍ରାମଗୁଡ଼ା ଏଇ ଜାଗାକୁ ପାଣ୍ଡବ ଆସିଛନ୍ତି। ତେଣୁ ଆମେମାନେ ଧର୍ମ ଆପଣମାନେ ଧର୍ମ ତେଣୁ ସେଇଥିପାଇଁ ଗୁରୁଜନ ମଧ୍ୟ ଏଇ କ୍ଷେତ୍ରକୁ ବିଚାର କଲେ ତାଙ୍କର ସାଧନା ତାଙ୍କର ଗୁରୁ ଆମର ପରମ ଗୁରୁ ଆମର ଜେଜେଗୁରୁ ଅନୁରୋଧ କଲେ ବା ଆଦେଶ ଦେଲେ ଏଇଠାରେ ସାଧନା କରିବାକୁ। ତାହା ପାଣ୍ଡବମାନେ ଯେତେବେଳେ ଆସିଥିଲେ ଲୁଚିଥିଲେ ବନବାସ ସମୟରେ ଏଇଠି ସେମାନେ ରହିଥିଲେ କିନ୍ତୁ ତାଙ୍କର କିମ୍ବଦନ୍ତୀ ରହିବା କିମ୍ବଦନ୍ତୀର ଆଧାର କରିକି ଏଠାରେ ପଞ୍ଚପାଣ୍ଡବ ପାଣ୍ଡବ ମନ୍ଦିର ଅଛି 5ଟି ମନ୍ଦିର କରାଯାଇଥିଲା। କିନ୍ତୁ ଆପଣମାନେ ଜାଣନ୍ତି କଳା ପାହାଡ଼ର ଗୌରବ କହିଲେ ଆମର ଓଡ଼ିଶାର କ'ଣ ଭାରତର ଅନେକ କ୍ଷେତ୍ର ଯାହା ଭଣ୍ଡାର ଯାଇଛି ଇଏ ଗୁଡ଼ିକ କାଳ ଆପଣମାନେ ମଧ୍ୟ ଆଉ ଗୋଟେ କଥା ଶୁଣିଥିବେ ଯେ ଭୀମ ଅନେକ ମାରିଥିଲେ କୁମ୍ଭୀରକୁ ମାରିକିରି ଯାହା ଲୀଳା କରିଥିଲେ। ତେଣୁ ଆମର ଅଛି ହନୁମନ୍ତେଶ୍ୱର ଅଛି ସେ ଜାଗାରେ ସେମାନେ ପାର ହେଇଥିଲେ ପାର ହେଲା ବେଳେ ସେମାନେ ମାରିଥିଲେ ସେ ଯାହା ଲୀଳା କରିଥିଲେ। ତେଣୁ ତାଙ୍କରି କୀର୍ତ୍ତିରେ ଏ ମନ୍ଦିର କରାଯାଇଥିଲା ଏବଂ ଏ ଜଗନ୍ନାଥଙ୍କ ମହାତ୍ମା ଯାହା ଆମେ ଦେଖିଲେ ସେଠି ଦେଖିଲେ ଏଇଟା କ୍ଷେତ୍ରରେ ମେଳା ପଡ଼ିଥିଲେ ଅନେକ କ୍ଷେତ୍ର ଅଛି ପ୍ରତି କ୍ଷେତ୍ରକୁ ଦେଖିଲେ ଆମେ ବିଶ୍ୱ ଭାବରେ ଦର୍ଶନ କରିବାକୁ ସେଭଳି ଆମେ ଗୁରୁଙ୍କର ଯାହା ଯାହା ଧାମ ରହିଛି ପ୍ରଥମେ ଜଗନ୍ନାଥ ଧାମ ତାପରେ ଆପଣ ସଦସ୍ୟ ମହାଦେବଙ୍କୁ ଦର୍ଶନ କଲେ ତାପରେ ଆମେ ଛାଡ଼ିଦେଲେ ବିଚାର ଗୋଟା ଆମେ ଗଲେ ସମୟ ସ୍ୱଳ୍ପ ବିଚାର ଗୋଟେ ସେଠି ସାଧୁ ସନ୍ଥମାନେ ରହିକି ବିଚାର କରୁଥିଲେ। ତାପରେ ମାଆଙ୍କର ଦର୍ଶନ କରି ଯାଇଲେ ଯେଉଁ ମାଆଙ୍କର ସନ୍ତୁଷ୍ଟ କରିକି ଗୁରୁଦେବଙ୍କୁ ସାଧନା କରିଥିଲେ। ଦର୍ଶନ କରିପାରିଲେ ଇଏ ମଧ୍ୟ ସିଦ୍ଧାନ୍ତ ଆମେ ଦର୍ଶନ କଲେ ଇଏ ହେଉଛି ହନୁମନ୍ତେଶ୍ୱର ଆଗକୁ ହେଲା ତେଣୁ ପାଣ୍ଡବମାନଙ୍କ ପବିତ୍ର ମାଛ ମନ୍ଦିର ତେଣୁ ତାଙ୍କର ଇଷ୍ଟ ଯେ ବିଷ୍ଣୁଙ୍କର ମନ୍ଦିର ଇଏ ହେଉଛି କ୍ଷେତ୍ର ମହାତ୍ମ। ଆଉ ଏଇଟା କ'ଣ କହିବି ପୂଜ୍ୟ ସତ୍ୟାନ୍ତ ମହାରାଜଙ୍କ ତଣ୍ଟି ଘୋଷିବାର ଆଦେଶରେ କହିଲି ଆଉ ତେଣୁ ଆମେମାନେ ଚାଲନ୍ତୁ ଗଲେ ସେଠି ଆମର ଜଗତରେ ଟିକେ ସତ୍ସଙ୍ଗ କରିବା ଚାଲନ୍ତୁ ଶୀଘ୍ର ପଳେଇବା ଶୀଘ୍ର ପହଞ୍ଚିଲେ ଶୀଘ୍ର ପହଞ୍ଚିଲେ ଯାହା ଯେଉଁ ଦିନ ଡାକ୍ତର ଅଛି ତେଣୁ ସେ ଡାକ୍ତର ହଇରାଣ କରିବା ସାର ଅଛି राधे राधे गोविंद हरि बोल राधे राधे गोविंद जय गोविंद जय जय गोपाल जय जय गोविंद जय जय गोपाल जय जय गोविंद
Hare